ଆମ ଆଲୋଚନାର ମୁଖ୍ୟ ଶୀର୍ଷକ ହେଉଛି ଆମର ଖାଦ୍ୟ। ଖାଦ୍ୟ କ'ଣ ଓ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ସମ୍ପର୍କରେ ବହୁବିଧ ଆଲୋଚନା ପରେ ଏବେ ଖାଦ୍ୟର କାର୍ଯ୍ୟକୁ ନେଇ ଏହାର ପ୍ରକାରଭେଦ ସମ୍ପର୍କରେ ଆମର ଜାଣିବା ଆବଶ୍ୟକ। ଆଜିର ଏହି ଅଧ୍ୟାୟରେ ଖାଦ୍ୟର ପ୍ରକାରଭେଦକୁ ନେଇ ଏକ ଆଲୋଚନା। ଏଥିରେ ଅଂଶଗ୍ରହଣ କରିଛନ୍ତି ଅନୁପ ଏବଂ ଜ୍ୟୋତ୍ସ୍ନା। ସାର୍, ଆମେ ଯୋଉ ଖାଦ୍ୟ ଗ୍ରହଣ କରୁଛୁ ତାହା ବଞ୍ଚିବା ପାଇଁ ଆମେ ଗ୍ରହଣ କରୁଛୁ ବୋଲି ଆମେ ଜାଣୁଛୁ। ତେବେ ଖାଦ୍ୟର ମୁଖ୍ୟ କାମ କ'ଣ? କେବଳ କ'ଣ ବଞ୍ଚିବା ପାଇଁ ଖାଦ୍ୟ ଗ୍ରହଣ କରୁଛୁ? ଶୁଣନ୍ତୁ, ଆମେ ଗୋଟିଏ କଥା ବୁଝିଛେ, ଭଲ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆମେ ଯେ ଖାଲି ବଞ୍ଚିବା ପାଇଁ ଖାଦ୍ୟ ଖାଉଛେ ତା ନୁହଁ, ବରଂ ସୁସ୍ଥ ସବଳ ଓ ନିରୋଗ ହୋଇ ବଞ୍ଚି ରହିବା ପାଇଁ ଖାଦ୍ୟ ଖାଉଛେ। ତେବେ ଖାଦ୍ୟର ମୁଖ୍ୟ କାମ ହେଲା ଶରୀରକୁ ଏହା ଶକ୍ତି ଯୋଗାଇବ, ଶରୀର ବୃଦ୍ଧି ଓ ବିକାଶକୁ ସଂଗଠିତ କରିବ ଏବଂ ଶରୀରକୁ ସୁରକ୍ଷା ପ୍ରଦାନ କରିବା ହେଉଛି ଖାଦ୍ୟର ମୁଖ୍ୟ କାମ। ତେବେ ଖାଦ୍ୟ ଭିତରେ ଥିବା ମୁଖ୍ୟ ଉପାଦାନ ହିଁ ଖାଦ୍ୟର ବିଭିନ୍ନ କାର୍ଯ୍ୟ ପାଇଁ ହେଉଛି ମୁଖ୍ୟତଃ ଦାୟୀ। ତେଣୁ ପ୍ରତ୍ୟେକ ଖାଦ୍ୟ ଉପାଦାନ ଯେଉଁ ସବୁ କାର୍ଯ୍ୟ କରିଥାଏ ସେ ସମ୍ପର୍କରେ ଆମେ ଅବଗତ ହେବା ଦରକାର। ଆମେ ଯେଉଁ ସବୁ ଖାଦ୍ୟ ଖାଉଛେ ତାକୁ ଆମେ କେତେ ଭାଗରେ ବିଭକ୍ତ କରିପାରିବା? ଶୁଣନ୍ତୁ, ଆମେ ଯୋଉ ଖାଦ୍ୟ ଖାଉଛେ ତାକୁ ମୁଖ୍ୟତଃ ଆମେ ତିନୋଟି ଭାଗରେ ବିଭକ୍ତ କରିଦେଇପାରିବା। ପ୍ରଥମ ଭାଗକୁ ଆପଣ ଗ୍ରହଣ କରିପାରନ୍ତି ଯେ ଖାଦ୍ୟ ହେଉଛି ଶକ୍ତି ପ୍ରଦାନକାରୀ ଖାଦ୍ୟ। ଯୋଉ ଖାଦ୍ୟ ଗୁଡ଼ିକ ଆମକୁ ଶକ୍ତି ଯୋଗାଉଛି, ଆମ ଶରୀରକୁ ଶକ୍ତି ଯୋଗାଇଥାନ୍ତି, ତାକୁ ଆମେ କହିବା ତାହା ହେଉଛି ଶକ୍ତି ପ୍ରଦାନକାରୀ ଖାଦ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି, ଆମ ପାଇଁ ଶକ୍ତିର କ'ଣ ପାଇଁ ଆବଶ୍ୟକତା ଅଛି? ଆମେ ବୁଝିବା ଦରକାର ଯେ କାମ କରିବା ପାଇଁ ଆମେ ଖାଦ୍ୟରୁ ଶକ୍ତି ପାଇଥାଉ। ଖାଲି ବସି ରହିଲେ କି ଶୋଇ ରହିଲେ ମଧ୍ୟ ଆମେ ଭାବୁଛେ ବୋଧେ ଶକ୍ତିର ଆବଶ୍ୟକତା ନାହିଁ, ତା ନୁହଁ। ବରଂ ବସି ରହିଲେ କି ଶୋଇ ରହିଲେ ମଧ୍ୟ ଶରୀର ପାଇଁ ଶକ୍ତି ଲୋଡ଼ା। ଆମ ଶରୀର ଭିତରେ ହୃତ୍ପିଣ୍ଡ ଅଛି, ଫୁସ୍ଫୁସ୍, ବୃକକ ତଥା ଯେତେ ଗୁଡ଼ିଏ ଶରୀର ସମସ୍ତ କୋଷ, ସେମାନେ ମଧ୍ୟ ତାଙ୍କ କାମରୁ କେବେ ଫୁର୍ସତ ପାଆନ୍ତି ନାହିଁ। ତେଣୁ ସେମାନେ ମଧ୍ୟ କାମ କରିବା ପାଇଁ ଶକ୍ତିର ଆବଶ୍ୟକତା ଅଛି। ଦ୍ୱିତୀୟତଃ, ଯେତେ ପ୍ରକାର ଶାରୀରିକ ପରିଶ୍ରମ କରିବେ ତା ପାଇଁ ସେତେ ଅଧିକ ଶକ୍ତିର ଆବଶ୍ୟକତା ଅଛି। ଧରାଯାଉ ଜଣେ ଶିକ୍ଷକ, ଗୋଟେ ଛାତ୍ର କିମ୍ବା ଛାତ୍ରୀ କିମ୍ବା ଜଣେ କିରାନୀ କିମ୍ବା ଡାକ୍ତର ଜଣେ, ସେମାନେ ଯେତିକି କାମ କରନ୍ତି ସେମାନଙ୍କ ଶାରୀରିକ କାମ କମ୍ ଅଛି, ତେଣୁ ତାଙ୍କ ପାଇଁ ଶରୀର ପାଇଁ ଯେତିକି ଶକ୍ତିର ଆବଶ୍ୟକତା ଅଛି, ଜଣେ କଠିନ ପରିଶ୍ରମ କରୁଥିବା ଲୋକ ପାଇଁ ଅଧିକ ଶକ୍ତିର ଆବଶ୍ୟକତା ଅଛି। ତେଣୁ ଆମେ ମୁଖ୍ୟତଃ ଯୋଉ ଗୋଟେ କୃଷକ କଥା କହିବା କିମ୍ବା ମାଟି ବହୁତ ମୂଲିଆ କଥା କହିବା, ଏମାନଙ୍କୁ ମଧ୍ୟ ଆମେ ତାଙ୍କ ପାଇଁ ଶରୀର ଗଠନ ପାଇଁ ଶକ୍ତିର ଆବଶ୍ୟକତା ଅଧିକ ଅଛି। ତେଣୁ ଆମେ ମୁଖ୍ୟତଃ ଖାଦ୍ୟର ଯୋଉ ଶକ୍ତି ପାଉ ସେଇ ଶକ୍ତିକୁ ଆମେ କିଲୋ କ୍ୟାଲୋରୀ ବା କିଲୋ ଜୁଲରେ ପ୍ରକାଶ କରିଥାଉ। ହିସାବ କରି ଦେଖାଯାଇଛି, ଯଦି ଗୋଟେ 13 ରୁ 15 ବର୍ଷ ବୟସର ପିଲାମାନଙ୍କ ପାଇଁ ଦିନକୁ 2400 ରୁ 2700 କିଲୋ କ୍ୟାଲୋରୀ ଶକ୍ତିର ଆବଶ୍ୟକତା ପଡୁଥିଲା ବେଳେ ଜଣେ କଠିନ ପରିଶ୍ରମ କରୁଥିବା ବୟସ୍କ ପୁରୁଷ ପାଇଁ ତାକୁ 3900 କିଲୋ କ୍ୟାଲୋରୀ ଶକ୍ତିର ଆବଶ୍ୟକତା ଅଛି। ତେଣୁ ସେଇଭଳି ଭାବରେ ଦେଖିଲେ, ଯଦି ଗର୍ଭାବସ୍ଥାରେ ଗୋଟେ ସ୍ତ୍ରୀ ଅଛି ବା କିମ୍ବା ଗୋଟେ ଶିଶୁ କ୍ଷୀର ଖୁଆଉଥିବା ମାଟି ଅଛି, ତା ପାଇଁ ମଧ୍ୟ ଅଧିକ ଶକ୍ତିର ଆବଶ୍ୟକତା ଅଛି। ସାର୍, ଆପଣ ଏସବୁ ଆଲୋଚନା ଭିତରେ ଗୋଟେ କଥା କହିଲେନି ଆମ ଶ୍ରୋତାମାନଙ୍କୁ, ଶରୀରର ବୃଦ୍ଧି ଓ ବିକାଶ ପାଇଁ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଆପଣ ଟିକେ କୁହନ୍ତୁ। ହଁ, ମୁଁ ତ ପ୍ରଥମରୁ କହିଛି ଖାଦ୍ୟକୁ ଆମେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିବା। ପ୍ରଥମ କଥା ହେଲା ଯେ ଆମେ ଶକ୍ତି ପ୍ରଦାନକାରୀ ଖାଦ୍ୟ କଥା କହୁଥିଲେ, ଟିକେ ପୂର୍ବରୁ ଯାହା କହୁଥିଲି। ଏବେ ଦ୍ୱିତୀୟ ପର୍ଯ୍ୟାୟ କଥା ହେଉଛି ଯେ ଶରୀର ଗଠନକାରୀ ଖାଦ୍ୟ, ଅର୍ଥାତ୍ ଆମ ଶରୀର ବୃଦ୍ଧି ଓ ବିକାଶ ପାଇଁ ଯୋଉ ଖାଦ୍ୟର ଆବଶ୍ୟକତା ଅଛି ତାକୁ ଆମେ କହିବା ଯେ ସେ ହେଉଛି ଶରୀର ଗଠନକାରୀ ଖାଦ୍ୟ। ଶରୀର ବୃଦ୍ଧି ପାଇଁ ଆମକୁ ବୁଝିବାକୁ ପଡିବ ଯେ ସର୍ବଦା ନୂଆ ନୂଆ ଜୀବକୋଷ ତିଆରି ହେବା ଦରକାର। ତେଣୁ ଜୀବକୋଷ ତିଆରି ପାଇଁ ଲୋଡ଼ା ହେଉଛି, ଯାହା କହୁଥିଲି ପୂର୍ବରୁ, ଯେ ଖାଦ୍ୟରେ ଥିବା ଖାଦ୍ୟ ଉପାଦାନ ଏଥିପାଇଁ ଦାୟୀ। ତେଣୁ ଖାଦ୍ୟରେ ଥିବା ଉପାଦାନ ଗୁଡ଼ିକ ଜୀବକୋଷ ତିଆରି ପାଇଁ ଆବଶ୍ୟକ ଅଛି। ସାଧାରଣତଃ ଯଦି ଆମେ କହିବା ପୁଷ୍ଟିସାର ଜାତୀୟ ଖାଦ୍ୟ, ଏହି ପୁଷ୍ଟିସାର ଖାଦ୍ୟ ହିଁ କୋଷ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ସାର୍, ଆମେ ଯେଉଁ ସବୁ ଖାଦ୍ୟ ଖାଉଛେ ସେଇ ଖାଦ୍ୟ ଗୁଡିକ ଖାଇବା ଦ୍ୱାରା ଆମକୁ କ'ଣ ରୋଗରୁ ମୁକ୍ତି ମିଳିଥାଏ? ତାହା ତ ତୃତୀୟ ପ୍ରକାର ଖାଦ୍ୟ କଥା କହିବି, ଯେ ପୁଷ୍ଟିସାର, ଧାତୁସାର, ଜୀବସାର, ଏଗୁଡ଼ିକ ଆମେ ଯୋଉ ଖାଦ୍ୟ ଉପାଦାନ ଭାବରେ ଗ୍ରହଣ କରିଛୁ, ଏଗୁଡ଼ିକ ଆମକୁ ମୁଖ୍ୟତଃ ରୋଗ ଆକ୍ରମଣ ରକ୍ଷା କରି ଆମ ଶରୀରକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ଏଇ ସବୁ ଖାଦ୍ୟ ଯେଉଁଥିରୁ ମିଳେ ସେ ଖାଦ୍ୟକୁ ଆମେ କହିପାରିବା ଯେ ତାହା ହେଉଛି ସୁରକ୍ଷା ପ୍ରଦାନକାରୀ ଖାଦ୍ୟ। ତା ଛଡା ଧାତୁସାର ଓ ଜୀବସାରର ଅଭାବ ହେଲେ ମଧ୍ୟ ଶରୀରରେ ଶ୍ୱେତସାର ଓ ପୁଷ୍ଟିସାର ସନ୍ତୋଷଜନକ ଭାବେ ଉପଯୋଗ ହୋଇପାରିବ ନାହିଁ। ତେଣୁ ଆମେ ଯୋଉ ଖାଦ୍ୟ ଗ୍ରହଣ କରୁଛେ ସେ ଖାଦ୍ୟରେ ମୁଖ୍ୟତଃ ଏଇ ଉପାଦାନ ଗୁଡିକ ରହିବା ଦରକାର। ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଏଗୁଡିକ କେମିତି ଅଭାବ ନଥିବେ, ଧାତୁସାର, ଜୀବସାର ଏଗୁଡିକ କେମିତି ଅଭାବ ନ ରହିବ ସେ ସମ୍ପର୍କରେ ଆମେ ଗୁରୁତ୍ୱ ଉଚିତ। ଏବଂ ଯେତେ ପରିମାଣ ଖାଦ୍ୟ ଖାଇଲା ବେଳେ ଏଇ ଖାଦ୍ୟ ଉପାଦାନ ଗୁଡିକ ରହିବ, ତେବେ ଆମେ କହିବା ଯେ ଆମ ଖାଦ୍ୟଟି ଭଲ ଖାଦ୍ୟ ବା ଖାଦ୍ୟଟି ଆମ ଶରୀରକୁ ଯଥେଷ୍ଟ ଭାବରେ ଉପଯୋଗ ହୋଇପାରିବ। ଏବଂ ମୁଖ୍ୟତଃ ସେଇ ଖାଦ୍ୟରେ ଯେମିତି ଖାଦ୍ୟ ଉପାଦାନ କମ୍ ନ ରହିବ, ସେଥିପାଇଁ ଦୃଷ୍ଟି ଦେବା ଦରକାର। ସାର୍, ଏଇଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆମେ ଖାଦ୍ୟରୁ କୋଉ କୋଉ ଉପାଦାନ ସବୁ ପାଉ? ଏହାକୁ ଆମେ ସମସ୍ତେ ଜାଣିଛେ ଯେ ସାଧାରଣତଃ ଆମେ ଖାଦ୍ୟରୁ 6ଟା ଉପାଦାନ ପାଇଥାଉ। ଗୋଟିଏ ହେଲା ଶ୍ୱେତସାର, ପୁଷ୍ଟିସାର, ତୃତୀୟ ହେଲା ସ୍ନେହସାର, ଧାତୁସାର, ଜୀବସାର ବା ଯାହାକୁ ଆମେ କହୁଛୁ ଭିଟାମିନ୍ ଏବଂ ଜଳ। ତେଣୁ ଏଠି ଆପଣ ଗୋଟେ ଉଦାହରଣ ନେଇପାରନ୍ତି, ଧରାଯାଉ ଚାଉଳ ଏକ ଗୋଟେ ଖାଦ୍ୟଦ୍ରବ୍ୟ, କିନ୍ତୁ ଚାଉଳରେ ଥିବା ଶ୍ୱେତସାର ଏବଂ ପୁଷ୍ଟିସାର ଇତ୍ୟାଦି ହେଉଛି ଏଥିରେ ଖାଦ୍ୟ ଉପାଦାନ। ତେଣୁ ଆମେ ଯାହାକୁ ଖାଦ୍ୟ ବୋଲି କହୁ ସେଇ ଖାଦ୍ୟଟି ଭିତରେ ଏଇ 6ଟି ଉପାଦାନ ହିଁ ଅଛନ୍ତି। ତେଣୁ ଆମେ ଯୋଉ ଉପାଦାନ ଯୋଉଥିରେ ଅଛି ଆମେ ତାକୁ ସେଇ ଜାତୀୟ ଖାଦ୍ୟ ବୋଲି କହୁ। ତେଣୁ ଖାଦ୍ୟର ଉପାଦାନ ଅଲଗା, ଖାଦ୍ୟ ଅଲଗା।
ଧର ଚାଉଳ ଆମେ ଖାଉଛୁ କିନ୍ତୁ ଚାଉଳରେ ଥିବା ଯୋଉ ଉପାଦାନ ଅଛନ୍ତି ସେଥିରେ ଶ୍ଵେତସାର ଏବଂ ପୁଷ୍ଟିସାର ଅଛନ୍ତି। ଆମେ ଯେଉଁ ସବୁ ଖାଦ୍ୟ ଖାଉଛୁ ଏଇ ଉପାଦାନ ଗୁଡିକ କଣ ସେଇ ଖାଦ୍ୟରେ ସବୁ ରହିଛି କି? ମୁଁ ଯୋଉ ଟିକେ ପୂର୍ବରୁ ଆପଣଙ୍କୁ କହିଲି ଯେ 6ଟି ଉପାଦାନ ଅଛି ଖାଦ୍ୟ ଉପାଦାନ। ବାସ୍ତବରେ ଯଦି ବିଚାର କରି ଦେଖାଯିବ ତେବେ ଚିନି, ତେଲ, ଘିଅ ଏମିତି କେତୋଟି ମାତ୍ର ଖାଦ୍ୟକୁ ଛାଡ଼ିଲା ପରେ ଆମେ ଖାଉଥିବା ଅଧିକାଂଶ ଖାଦ୍ୟ ଦ୍ରବ୍ୟରେ ପ୍ରାୟ 6ଟି ଯାକ ଉପାଦାନ ଅଳ୍ପ ବହୁତ ଅଛି। କିନ୍ତୁ ଯାହା କହିଲି ମୁଁ ଟିକେ ପୂର୍ବରୁ ଯେ ଯେଉଁ ଖାଦ୍ୟଟିକୁ କୌଣସି ଉପାଦାନ ଅନ୍ୟ ଖାଦ୍ୟ ଦ୍ରବ୍ୟ ତୁଳନାରେ ଅଧିକ ପରିମାଣ ମିଳିଥାଏ ଆମେ ସେଇ ଖାଦ୍ୟଟିକୁ ସେଇ ଉପାଦାନ ଜାତୀୟ ଖାଦ୍ୟ ବୋଲି କହିବା। ତେଣୁ ବିଭିନ୍ନ କିସମ ଡାଲିରେ ଅଛି ପୁଷ୍ଟିସାର ତୁଳନାରେ ଶ୍ଵେତସାର ପରିମାଣ ବେଶୀ। ସେଇଭଳି ଭାବରେ ଦେଖାଯିବ ଯେ ଚିନାବାଦାମ ଓ ସୋୟାବିନକୁ ଛାଡ଼ିଦେଲେ ପ୍ରାୟ ସବୁ ଉଦ୍ଭିଦଜାତ ଖାଦ୍ୟ ଦ୍ରବ୍ୟରେ ଯେତିକି ପରିମାଣ ପୁଷ୍ଟିସାର ଅଛି ତା ତୁଳନାରେ ଡାଲିରେ ରହିଛି ଅଧିକ ପରିମାଣ ପୁଷ୍ଟିସାର। ତେଣୁ ସେ ଦୃଷ୍ଟିରୁ ଆମେ ଡାଲିକୁ କହିବା ଗୋଟେ ହଉଛି ପୁଷ୍ଟିସାର ଜାତୀୟ ଖାଦ୍ୟ। ତାହେଲେ ସାର୍ ଆମେ ଶ୍ଵେତସାର ଜାତୀୟ ଖାଦ୍ୟ କୋଉଠୁ ପାଇପାରିବା? ଆମେ ଯୋଉ ଚାଉଳ, ଗହମ, ମାଣ୍ଡିଆ, ବାଜରା, ମକା ଇତ୍ୟାଦି ଶସ୍ୟ ଜାତୀୟ ଖାଦ୍ୟରେ ମଣ୍ଡଦ ନାମକ ଶ୍ଵେତସାର ବହୁ ପରିମାଣ ରହିଛି। ଧାନରୁ ପ୍ରସ୍ତୁତ ହେଉଥିବା ଚୁଡ଼ା, ମୁଢି, ଆପଣଙ୍କର ଖଇ, ହୁଡୁମ ଓ ଗହମରୁ ପ୍ରସ୍ତୁତ ହେଉଥିବା ଅଟା, ମଇଦା, ସୁଜି ଏଥିରେ ଶ୍ଵେତସାର ଉପାଦାନ ହେଉଛି ଅଧିକ। ତା ଛଡା ଆଳୁ, କନ୍ଦମୂଳ, ଖମ୍ବ ଆଳୁ, ସାରୁ ଇତ୍ୟାଦି ମାଟି ତଳେ ଯେତେ ଗୁଡ଼ିଏ ପରିବା ବଢନ୍ତି ସେଗୁଡ଼ିକ ମଧ୍ୟ ଯଥେଷ୍ଟ ପରିମାଣରେ ଶ୍ଵେତସାର ଅଛି। ପାଚିଲା କଦଳୀ, ଆତ, ସପୁରୀ, ପଣସ ଇତ୍ୟାଦି ମିଠା ଲାଗୁଥିବା ଫଳ, ଚିନି, ଗୁଡ଼, ମହୁ ଇଏ ମଧ୍ୟ ଶ୍ଵେତସାର ଜାତୀୟ ଖାଦ୍ୟ। ସାର୍ ବର୍ତ୍ତମାନ ଆପଣ କହିଲେ ଯେ ଶ୍ଵେତସାର ଜାତୀୟ ଖାଦ୍ୟ କଣ, ତାହେଲେ ଶ୍ଵେତସାରର କାମ କଣ? ଦେଖନ୍ତୁ, ଶରୀରକୁ ଶକ୍ତି ଯୋଗାଇବା ହେଉଛି ଶ୍ଵେତସାରର ପ୍ରଧାନ କାମ। କିନ୍ତୁ ଗୋଟିଏ କଥା ହେଲା ଯେ ଆମ ଦେଶରେ ଦରିଦ୍ର ଶ୍ରେଣୀର ଲୋକମାନେ ସାଧାରଣତଃ ଅଧିକ ଶ୍ଵେତସାର ଖାଇ ସେମାନଙ୍କର ଶକ୍ତି ଚାହିଦାକୁ ବାସ୍ତବତଃ ମେଣ୍ଟେଇଥାନ୍ତି। ଆମ ପାଇଁ ଦିନକୁ ଯେତିକି ଶକ୍ତି ଦରକାର ତାର 60ରୁ 70 ଭାଗ ଶ୍ଵେତସାର ଜାତୀୟ ଖାଦ୍ୟରୁ ଆସିବା ହେଉଛି ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ଏବଂ ପ୍ରତି ଗ୍ରାମ ଶ୍ଵେତସାରରୁ ପ୍ରାୟ 4 କିଲୋ କ୍ୟାଲୋରି ଶକ୍ତି ମିଳିଥାଏ। ଦ୍ୱିତୀୟ କାମଟି ହେଲା ଶ୍ଵେତସାରର ଯାହା ଆମ ଶରୀରର ଯକୃତ ଏବଂ ମାଂସପେଶୀରେ ଏହା ଗ୍ଲାଇକୋଜେନ ଆକାରରେ ସଞ୍ଚିତ ହୋଇ ରହେ ଏବଂ ଦରକାର ବେଳେ ଏହା ଶରୀରରେ ଉପଯୋଗ ହୋଇଥାଏ। ତେଣୁ ଯିଏ ଯେତେ ବେଶୀ ଶ୍ଵେତସାର ଖାଇଲେ ମଧ୍ୟ ତା ଚର୍ବିରେ ପରିଣତ ହୋଇ ସଞ୍ଚିତ ହୁଏ ଏବଂ ତାହା ଛଡା ଅଟାର ଚୋକଡ଼, ଶାଗ, ପନିପରିବା, ଫଳ ଇତ୍ୟାଦି ଖାଦ୍ୟ ଦ୍ରବ୍ୟରେ ଯେତିକି ତନ୍ତୁ ଜାତୀୟ ପଦାର୍ଥ ଅଛି ସେଥିରେ ମଧ୍ୟ ସେଲୁଲୋଜ ଏବଂ ଅନ୍ୟ ପ୍ରକାର ଶ୍ଵେତସାର ଜାତୀୟ ଖାଦ୍ୟର ଉପାଦାନ ମଧ୍ୟ ରହିଛି। ତେଣୁ ଏଭଳି ଶ୍ଵେତସାର ଆମ ଶରୀରରେ ହଜମ ହୋଇପାରେନି ସତ, କିନ୍ତୁ ଏଇ ଶ୍ଵେତସାର ଜାତୀୟ ଖାଦ୍ୟ ଗୁଡିକ ଅଧିକ ହେଲେ ମଧ୍ୟ ଆମକୁ ବିଭିନ୍ନ ରୋଗ ଯେମିତି କହିଲି ମେଦବହୁଳତା ରୋଗ, ଆପଣଙ୍କର ହୃଦରୋଗ ଏଭଳି ରୋଗ ମଧ୍ୟ ହବାର ଭୟ ରହିଛି। ପୁଷ୍ଟିସାରକୁ ନେଇକି ଗୋଟିଏ ପ୍ରଶ୍ନ ଆସୁଛି ଯେ ପୁଷ୍ଟିସାର ଆମକୁ ଶକ୍ତି ଯୋଗାଇଥାଏ କି? ଦେଖନ୍ତୁ, ପୁଷ୍ଟିସାର ମଧ୍ୟ ଆମକୁ ଶକ୍ତି ଯୋଗାଇଥାଏ। ଆମେ ମୁଖ୍ୟତଃ ଦେଖିବା ଯୋଉ କଥା ଟିକେ ଆପଣ ପୂର୍ବରୁ ପଚାରୁଥିଲେ ମତେ ଯେତେବେଳେ ସୁରକ୍ଷା ପ୍ରଦାନକାରୀ ଖାଦ୍ୟରେ ମୁଁ କହୁଥିଲି ଯେ ପୁଷ୍ଟିସାର, ଧାତୁସାର ଏବଂ ଜୀବସାର ଆମକୁ ରୋଗ ଆକ୍ରମଣ ରକ୍ଷା କରିଥାଏ। ପୁଷ୍ଟିସାର ମଧ୍ୟ ଜୀବକୋଷ ଗଠନ କରିବା ପାଇଁ ସାହାଯ୍ୟ କରିଥାଏ ଏବଂ ଏସବୁ ଭିତରେ ଆମେ ଏଇ ଯୋଉ ପୁଷ୍ଟିସାର ଖାଦ୍ୟ ଖାଉଛେ ମୁଖ୍ୟତଃ ଡାଲି ଜାତୀୟ ଖାଦ୍ୟରୁ ମିଳେ। ମୁଗ, ହରଡ଼, ମସୁର, ବିରି, ବୁଟ ଆଦି ବିଭିନ୍ନ ପ୍ରକାର ଡାଲିରେ ବହୁ ପରିମାଣର ପୁଷ୍ଟିସାର ଅଛି ଏବଂ ଆମେ ସାଧାରଣତଃ ଯୋଉ ପୁଷ୍ଟିସାର ଖାଉ ଏଥିରେ ମନେ ରଖନ୍ତୁ ଆପଣ ମାନେ ଯେ ପୁଷ୍ଟିସାରରେ 20ଟି ବିଭିନ୍ନ ପ୍ରକାର ଆମିନୋ ଏସିଡ୍ ଅଛି। ଯୋଉ ଆମିନୋ ଏସିଡ୍ ମାନଙ୍କ ମଧ୍ୟରୁ 8ଟି ଆମିନୋ ଏସିଡ୍ ଆମ ଶରୀରରେ ଆଦୌ ତିଆରି ହେଇପାରେ ନାହିଁ। ଅଣ୍ଡା, କ୍ଷୀର ଆଦି ପୁଷ୍ଟିସାରରେ ସବୁ ପ୍ରକାର ଆମିନୋ ଏସିଡ୍ ଦରକାର ଅନୁପାତ ଥାଏ, କିନ୍ତୁ ଚାଉଳ, ଗହମ, ଡାଲି ଆଦି ଖାଦ୍ୟ ଦ୍ରବ୍ୟରେ ଏଥିରେ ଯୋଉ ପୁଷ୍ଟିସାର ଅଛି ସେଥିରେ ଏଇ ଯୋଉ ଶରୀରରେ ତିଆରି ହେଇପାରୁନି 8ଟି ଆମିନୋ ଏସିଡ୍, ଏଇ 8ଟି ଆମିନୋ ଏସିଡ୍ ରୁ 1 ବା 2ଟାର ପରିମାଣ ଖୁବ ଊଣା ଥାଏ। ତ ଆଉ କୋଉ ଉପାଦାନ ଗୋଟେ ଅଧିକା ଥାଏ। ଉଦାହରଣ ସ୍ୱରୂପ ଚାଉଳ ଏବଂ ଗହମରେ ଲାଇସିନ୍ ନାମକ ଆମିନୋ ଏସିଡ୍ ପରିମାଣ ହଉଛି କମ, ମେଥିଓନିନ୍ ପରିମାଣ ହଉଛି ଅଧିକ, କିନ୍ତୁ ଡାଲିରେ ହଉଛି ଲାଇସିନ୍ ପରିମାଣ ବେଶୀ ଏବଂ ମେଥିଓନିନ୍ ପରିମାଣ ହଉଛି କମ। ସେଥିପାଇଁ ଯେତେବେଳେ ଭାତ ଡାଲି ଆପଣ ଏକାଠି ଖାଇବେ ତ ଲାଇସିନ୍ ପାଇଲେ ଏବଂ ମେଥିଓନିନ୍ ପାଇଲେ। ତାର ଲାଇସିନ୍ ଯୋଉଥିରେ ଗୋଟେ ଊଣା ଅଛି ଏବଂ ଲାଇସିନ୍ ହେଲା ଚାଉଳରେ କମ, ଯୋଉଟାକର ଡାଲି ହଉଛି ଅଧିକ। ତେଣୁ ଲାଇସିନ୍ ଏବଂ ମେଥିଓନିନ୍ ଯେତେବେଳେ ଏକାଠି ଖାଇଲେ ଭାତ ଏବଂ ଡାଲି ସେତେବେଳେ ଉଭୟ ଖାଦ୍ୟ ଭରଣା ହେଇପାରିଲା ଆପଣଙ୍କୁ ଲାଇସିନ୍ ଏବଂ ମେଥିଓନିନ୍ ଦିଟାକୁ ଏକାଠି ପାଇଲେ। ତେଣୁ ମୁଖ୍ୟତଃ ଯୋଉ ନିରାମିଷାସୀ ମାନେ ମାଛ, ମାଂସ ଇତ୍ୟାଦି ନ ଖାଇଲେ ମଧ୍ୟ ପ୍ରତିଦିନ ଭାତ, ଡାଲି, କ୍ଷୀର ଇତ୍ୟାଦି ଯଦି ଅନୁମୋଦିତ ପରିମାଣରେ ଖାଇବେ ତେବେ ସେମାନଙ୍କୁ ମଧ୍ୟ ପୁଷ୍ଟିସାରର ଅଭାବ ରହିବ ନାହିଁ। ତୃତୀୟ କଥାଟି ହେଲା ଯେ ପୁଷ୍ଟିସାର ଆମକୁ ଜୀବକୋଷ ତିଆରି ପାଇଁ ମଧ୍ୟ ଦରକାର, ଯାହା ଆମେ କହୁଥିଲେ ଶରୀର ଗଠନକାରୀ ଖାଦ୍ୟରେ। ଏହା ଶରୀର ଗଠନ, ଶରୀର କୋଷର କ୍ଷୟପୂରଣ ପାଇଁ ଆବଶ୍ୟକ। ତେଣୁ ସେଥିପାଇଁ ଯେତେବେଳେ ଗର୍ଭବତୀ ସ୍ତ୍ରୀ, ଶିଶୁ, କ୍ଷୀର ଖୁଆଉଥିବା ମା ଏମାନଙ୍କ ପାଇଁ ପୁଷ୍ଟିସାର ଅଧିକ ପରିମାଣରେ ଆବଶ୍ୟକ ହେଇଥାଏ ଏବଂ ଯେତେବେଳେ ଆମେ ଜ୍ୱରରେ ଆକ୍ରାନ୍ତ ହେଇଥାଉ ସେଥିରେ ମଧ୍ୟ କିମ୍ବା ଜ୍ୱର ପରେ କିମ୍ବା ଅନ୍ୟ କେତେକ ରୋଗ ପରେ ସେତେବେଳେ ଶାରୀରିକ ବୃଦ୍ଧି ପାଇଁ, ଶରୀର ଜୀବକୋଷର ବୃଦ୍ଧି ପାଇଁ ସେତେବେଳେ ମଧ୍ୟ ପୁଷ୍ଟିସାର ଆବଶ୍ୟକତା ପଡିଥାଏ। ଚତୁର୍ଥ କଥା ହେଲା ଯେ ପୁଷ୍ଟିସାର ମଧ୍ୟ ରକ୍ତ ବାନ୍ଧିବାରେ, ଜମାଟ ବାନ୍ଧିବାରେ ସାହାଯ୍ୟ କରେ
ଏବଂ ଏକ ପ୍ରକାର ପୁଷ୍ଟିସାର ଉପାଦାନ ମଧ୍ୟ ଦେହ ଭିତରକୁ ପ୍ରବେଶ କରୁଥିବା ରୋଗ ଜୀବାଣୁ ମାନଙ୍କୁ ମଧ୍ୟ ମାରି ଆମକୁ ରୋଗ ଆକ୍ରମଣ ରକ୍ଷା କରିଥାଏ। ଆମେ ଯାହା ଟିକେ ପୂର୍ବରୁ କହିଲେ ଯେ ସୁରକ୍ଷା ପ୍ରଦାନକାରୀ ଖାଦ୍ୟରେ ଏବଂ ଆମ ଦେହରେ ରହିଥିବା ଜଳର ପରିମାଣକୁ ସ୍ଥିର ରଖିବାର ମଧ୍ୟ ପୁଷ୍ଟିସାର ହେଉଛି ଦାୟୀ। ଏବଂ ଏତଦ୍ ବ୍ୟତୀତ କେତେକ ଧରଣର ଜୀବସାର ଏବଂ ଧାତୁ ସାରକୁ ରକ୍ତରେ ବୋହି ନେବାରେ ମଧ୍ୟ ପୁଷ୍ଟିସାର ସାହାଯ୍ୟ କରିଥାଏ। ସାର୍ ଏଥର ଆପଣ ସ୍ନେହ ସାର ସମ୍ପର୍କରେ ଟିକେ ବିଶଦ ଭାବରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ ଏବଂ ଏହା କେଉଁ କେଉଁ ଖାଦ୍ୟରୁ ମିଳିଥାଏ, ଏହା ଆମ ଶରୀର ପାଇଁ କଣ ଆବଶ୍ୟକ ଅଛି ଇତ୍ୟାଦି ସମ୍ପର୍କରେ ଟିକେ ଆଲୋଚନା କରନ୍ତୁ। ଶୁଣନ୍ତୁ, ଯେଉଁ ଖାଦ୍ୟ ଯେତେ ତୈଳଯୁକ୍ତ ସେଥିରେ ସ୍ନେହସାର ପରିମାଣ ସେତେ ବେଶୀ। ଆପଣଙ୍କ ସୋରିଷ ତେଲ, ରାଶି ତେଲ, ଚିନାବାଦାମ ତେଲ, ପେଶି, ଜଡ଼ା, ସୂର୍ଯ୍ୟମୁଖୀ, ସୋୟାବିନ୍ ଇତ୍ୟାଦି ତେଲକୁ ଯେଉଁ ଆମେ ବ୍ୟବହାର କରୁଛୁ ସେଥିରେ ଶ୍ୱେତସାର ପରିମାଣ ଅଧିକ। ଏବଂ ଆମେ ଯେଉଁ ମାଛ, ମାଂସ, କଲିଜା, ଅଣ୍ଡା, କ୍ଷୀର, ଦହି, ଛେନା, ଲହୁଣୀ ଓ ଘିଅ ଏଥିରେ ମଧ୍ୟ ସ୍ନେହସାର ପରିମାଣ ରହିଛି ଏବଂ ଏହି ସ୍ନେହସାର ମଧ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ଆପଣ ଜାଣିବେ ଯେ ପ୍ରତି ଗ୍ରାମ ସ୍ନେହସାରରୁ ପ୍ରାୟ 9 କିଲୋ କ୍ୟାଲୋରୀ ଶକ୍ତି ମିଳିଥାଏ, ଯୋଉଠି ଶ୍ୱେତସାରର କଥା କହିଲି ଯେ ସେଠି 4 କିଲୋ କ୍ୟାଲୋରୀ ଏବଂ ପୁଷ୍ଟିସାର ମଧ୍ୟ 4 କିଲୋ କ୍ୟାଲୋରୀ ଶକ୍ତି ଥାଏ। ଏବଂ ଜଣେ ବୟସ୍କ ବ୍ୟକ୍ତି ଦିନକୁ ପ୍ରାୟ 80ରୁ 90 ଗ୍ରାମ ପର୍ଯ୍ୟନ୍ତ ସ୍ନେହସାର ଖାଇବା ଉଚିତ। ତେଣୁ ଏ ଶକ୍ତି ଯୋଗାଇବା ବ୍ୟତୀତ ସ୍ନେହସାର ମଧ୍ୟ ଅନ୍ୟ କାମ ଅଛି। ଯୋଉ କାମଟି ହେଲା, ଆମେ ଏକଥା ତ ଖାଦ୍ୟ ଉପାଦାନ ସମୟରେ ମଧ୍ୟ ଆଲୋଚନା କରାଯାଇପାରିବ ଯେ ଭିଟାମିନ୍ ଏ, ଡି, ଇ, କେ ଏଗୁଡ଼ିକ ସ୍ନେହସାର ହେଉଛନ୍ତି ଦ୍ରବଣୀୟ ଭିଟାମିନ୍। ତେଣୁ ଯେତେ ପ୍ରକାର ସ୍ନେହସାର ଅଧିକ ଆମେ ଖାଇଥାଉ ତାହା ଶରୀରରେ ଥିବା ଭିଟାମିନ୍ ଏ, ଡି, ଇ ଓ କେ କୁ ଯଦି ଅଧିକ ପରିମାଣ ଆମ ଶରୀରରେ ହେଇଗଲା ତେବେ ଏମାନେ ଭିଟାମିନ୍ ଏ, ଡି ଏବଂ ଭିଟାମିନ୍ କେ ଏହା ସ୍ନେହସାର ଦ୍ରବଣୀୟ ହେଇଥିବାରୁ ଏହା ଆମକୁ ମଧ୍ୟ ଖାଦ୍ୟ ଅଧିକ ଜନିତ ରୋଗରୁ ମୁକ୍ତି ଦେଇଥାଏ। ଏତଦ୍ ବ୍ୟତୀତ ଆମ ଶରୀରରେ କେତେକ ପ୍ରକାରର ଅତି ଦରକାରୀ ସ୍ନେହସାର ସହିତ ରହିଥିବାରୁ ସ୍ନେହାମ୍ଳ ଗୁଡ଼ିକ ମଧ୍ୟ ସ୍ନେହସାର ତିଆରି କରିବାରେ ସାହାଯ୍ୟ କରିଥାଏ। ସାର୍, ଆମେ ଧାତୁ ସାର କହିଲେ କଣ ବୁଝିବା, ଆଉ ଏ ଧାତୁ ସାର ଆମ ଶରୀର ପାଇଁ କଣ ଆବଶ୍ୟକ କି? ଆବଶ୍ୟକତା ନିଶ୍ଚିତ ଅଛି। ଯେ ପ୍ରଥମେ ବୁଝିବାକୁ ପଡ଼ିବ ଯେ ଆମ ଦେହରେ ରହିଥିବା ଧାତୁ ସାର ମାନଙ୍କ ମଧ୍ୟରୁ କ୍ୟାଲସିୟମ, ଫସ୍ଫରସ୍, ଲୌହ, ସୋଡିୟମ, ପୋଟାସିୟମ, ମାଗ୍ନେସିୟମ, ମାଙ୍ଗାନିଜ, ତମ୍ବା, ଦସ୍ତା, ଆୟୋଡିନ, ଫ୍ଲୋରିନ ଏଗୁଡ଼ିକ ଆମ ଶରୀର ହେଉଛି ମୁଖ୍ୟତଃ ପ୍ରଧାନ ଧାତୁ ସାର ବୋଲି ଗ୍ରହଣ କରାଯାଇଛି। ସାର୍ ଆମକୁ ଧାତୁ ସାର ସମ୍ପର୍କରେ ଟିକେ କିଛି କୁହନ୍ତୁ। ଶୁଣନ୍ତୁ, ଲୌହ ଏବଂ ତମ୍ବା ରକ୍ତରେ ଥିବା ହିମୋଗ୍ଲୋବିନ୍ ପାଇଁ ତିଆରି ପାଇଁ ଦରକାର ପଡ଼ିଥାଏ ଏବଂ ଆୟୋଡିନ୍ ଆମ ବେକର ସାମ୍ନା ପାଖରେ ରହିଥିବା ଗଳଗ୍ରନ୍ଥି କାମ ପାଇଁ ଲୋଡ଼ା ପଡ଼େ। କେତେକ ଧାତୁ ସାର ଶରୀର ଜୀବକୋଷରେ ଥିବା ବିଭିନ୍ନ ଏଞ୍ଜାଇମ୍ର କାମ ନିମନ୍ତେ ଆବଶ୍ୟକ ଏବଂ ସେ ସବୁ ଧାତୁ ସାର ଅଭାବ ହେଲେ ଏଞ୍ଜାଇମ୍ ମାନେ ସେମାନେ କାମ କରିପାରିବେ ନାହିଁ। ସେମିତି କ୍ଷୀର, ଦହି, ଛେନା, ଖୁଆ, କ୍ଷୀର ଗୁଣ୍ଡରେ କ୍ୟାଲସିୟମର ପରିମାଣ ଅଧିକା ଅଛି, ଯୋଉଥିରେ କି ମାଣ୍ଡିଆ, ରାଶି, ଲେଉଟିଆ ଶାଗ, ଖଡ଼ା ଶାଗ, ସଜନା ଶାଗ ଇତ୍ୟାଦିରେ ବହୁ ପରିମାଣ କ୍ୟାଲସିୟମ ଅଛି। ଛୋଟ ମାଛ କିମ୍ବା ଶୁଖୁଆ ଖାଇଲେ ମଧ୍ୟ ସେଥିରେ କ୍ୟାଲସିୟମ ପାଇବେ ଏବଂ ଏହି କ୍ୟାଲସିୟମ ସାଧାରଣତଃ ଆମକୁ ଗର୍ଭବତୀ ନାରୀ, ଶିଶୁକୁ କ୍ଷୀର ଖୁଆଉଥିବା ମା, ଶିଶୁ ଓ ପିଲାମାନଙ୍କ ପାଇଁ ଅଧିକ ପରିମାଣ ଦରକାର। ଆଉ ଯଦି ଏ କଥାକୁ ଉପଯୋଗ କରିବା ପାଇଁ ଆମ ପାଖରେ ମଧ୍ୟ ଲୌହର ଆବଶ୍ୟକତା ଅଛି ଆମ ଶରୀର ପାଇଁ, ଯୋଉଥିରେ କି ଚାଉଳ, ଗହମ, ଡାଲି, ଲେଉଟିଆ, ପାଳଙ୍ଗ ଏଥିରୁ ଆପଣମାନେ ପାଇପାରିବେ ଲୌହ ଧାତୁ ସାର ପାଇପାରିବେ। ଠିକ ସେଇଭଳି ଆୟୋଡିନ ପାଇଁ ମଧ୍ୟ ଆମ ଶରୀରରେ ଅଛି ଯୋଉ ଆମର ଆବଶ୍ୟକତା ଅଛି। ସମୁଦ୍ର ମାଛ, ସମୁଦ୍ର ପାଣିରୁ ମରା ହେଉଥିବା ଲୁଣ ଏସବୁକୁ ଛାଡ଼ିଦେଲା ପରେ ମଧ୍ୟ ଆମେ ଆୟୋଡିନର ପରିମାଣ ଆବଶ୍ୟକତା ଅଛି, ଯୋଉଥିପାଇଁ ଆୟୋଡିନ ଅଭାବ ହେଲେ ମଧ୍ୟ ଆମ ଗଳକଣ୍ଟ ବା ଗୈଟର ନାମକ ରୋଗ ହବ। ଏସବୁ ହେଉଛି ଧାତୁ ସାର ସମ୍ପର୍କରେ ସଂକ୍ଷିପ୍ତ ଭାବରେ ଆପଣଙ୍କ ପାଇଁ ସୂଚନା। କୌଣସି ବ୍ୟକ୍ତିକୁ ଯଦି ଗୋଟେ ରୋଗ ହଉଛି ତାହେଲେ ହଠାତ୍ ମାନେ ଗୋଟେ ଭାବନା ଆସୁଛି ଯେ ତା ଦେହରେ କିଛି ଭିଟାମିନ୍ କମ୍ ଅଛି, ତାହେଲେ ଏଇ ଭିଟାମିନ୍ର ବଟିକାକୁ ଖାଇଲେ ଆମ ଦେହରୁ କଣ ସବୁ ପ୍ରକାର ରୋଗ ଦୂର ହେଇପାରିବ? ଦେଖନ୍ତୁ, ଆମ ଭିତରେ ଗୋଟେ ଭୁଲ ଧାରଣା ଅଛି ଯେ ଆମେ ବୋଧେ ରୋଗରୁ ରକ୍ଷା କରିବା ପାଇଁ ଆମକୁ ଭିଟାମିନ୍ ଆବଶ୍ୟକତା ଅଛି, କିନ୍ତୁ ବାସ୍ତବରେ ଭିଟାମିନ୍ର କାମ ହେଲା ଯେ ଆମେ ଯୋଉ ଖାଦ୍ୟ ଖାଉଛୁ ଖାଦ୍ୟରେ ଥିବା ଉପାଦାନକୁ ଶରୀରରେ ବିନିଯୋଗ କରାଇବାର ଦାୟିତ୍ୱ ହେଉଛି ଭିଟାମିନ୍ର, ଯାହାକୁ ଆମେ ଜୀବସାର ବୋଲି କହୁଛୁ, ତାକୁ ଡାକ୍ତରୀ ଭାଷାରେ ଭିଟାମିନ୍ ବୋଲି କୁହାଯାଏ। ତେଣୁ ଏ ଭିଟାମିନ୍ ଆବଶ୍ୟକତା ପାଇଁ ତାକୁ କୁହାଯାଏ ଖାଦ୍ୟ ପ୍ରାଣ ମଧ୍ୟ କେତେକ କହନ୍ତି। ଭିଟାମିନ୍ର ପ୍ରକାର ଅନୁସାରେ ଏହାର ନାମ ହେଉଛି ଭିନ୍ନ ଭିନ୍ନ। ଏଗୁଡ଼ିକ ଆମ ପାଇଁ ଖୁବ୍ କମ୍ ପରିମାଣ ଦରକାର ପଡୁଥିଲେ ମଧ୍ୟ ଭିଟାମିନ୍ ବିନା ଶ୍ୱେତସାର, ସ୍ନେହସାର ଏବଂ ପୁଷ୍ଟିସାର ଶରୀରରେ ସନ୍ତୋଷଜନକ ଭାବରେ ଉପଯୋଗ ହୋଇପାରିବ ନାହିଁ। ବାସ୍ତବରେ ଭିଟାମିନ୍ ନିଜେ ଶକ୍ତି ଯୋଗାଇବାକୁ ଅକ୍ଷମ, କିନ୍ତୁ ଖାଦ୍ୟରୁ ଶକ୍ତି ଜାତ କରାଇବାରେ ଏହାର ଭୂମିକା ହେଉଛି ଗୁରୁତ୍ୱପୂର୍ଣ୍ଣ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍ ସର୍ବାଦୁ ଆବଶ୍ୟକ, ଏଥିରେ ଦ୍ୱିମତ ନାହିଁ। ଭିଟାମିନ୍ ଅଭାବରେ ବିଭିନ୍ନ ପ୍ରକାର ରୋଗ ହେବ, ଏହା ମଧ୍ୟ ନିଶ୍ଚିନ୍ତ। ତେଣୁ ଅଳ୍ପ କେତୋଟି ଭିଟାମିନ୍ ଛାଡ଼ିଦେଲା ପରେ ଅଧିକାଂଶ ଭିଟାମିନ୍ ଆମ ଶରୀରରେ ତିଆରି ହୋଇପାରେ ନାହିଁ। ତେଣୁ ଭିଟାମିନ୍ ପାଇବା ପାଇଁ ଆମକୁ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ।
ବୁଝି ରଖିବା ଉଚିତ ଯେ ଭିଟାମିନକୁ ଆମେ ଦୁଇଟାରେ ବ୍ୟକ୍ତ କରିଛୁ। ଗୋଟେ ହେଉଛି ସ୍ନେହସାର ଦ୍ରବଣୀୟ, ଯାହାକୁ ଆମେ କହୁ ଭିଟାମିନ ଏ, ଡି, ଇ ଏବଂ କେ, ଯାହା ଆପଣଙ୍କୁ ସ୍ନେହସାର ଆଲୋଚନା ବେଳେ କହିଛି। ଏବଂ ଦ୍ୱିତୀୟଟି ହେଲା ଯେ ଭିଟାମିନ ଅଛନ୍ତି ଯେଉଁଗୁଡ଼ିକ ଜଳ ଦ୍ରବଣୀୟ, ତା ହେଉଛି ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଭିଟାମିନ ସି। ଭିଟାମିନ ବି କମ୍ପ୍ଲେକ୍ସ କହିଲେ ଭିଟାମିନ ବି ରେ କିଛି ଗୋଷ୍ଠୀଭୁକ୍ତ ଭିଟାମିନ ଗୁଡ଼ିକ ରହିଛି, ସେଟା ହେଉଛି ଭିଟାମିନ ବି କମ୍ପ୍ଲେକ୍ସ। ଏବଂ ତାପରେ ଯେ ଭିଟାମିନ ସି, ଯାହା ଜଳ ଦ୍ରବଣୀୟ। ତେଣୁ ଏସବୁ ପ୍ରତି ଆମର ମଧ୍ୟ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଯେଉଁ ଭିଟାମିନ ବି ଏବଂ ଭିଟାମିନ ସି, ଆକୁ ଆମେ ଅଧିକ ଖାଇଲା ପରେ ମଧ୍ୟ ଏହା ଶରୀରରୁ ପରିସ୍ରା ଆକାରରେ ନିର୍ଗତ ହୋଇଯାଇଥାଏ। ସାର୍, ଆପଣ ତ ସବୁ ଖାଦ୍ୟଦ୍ରବ୍ୟ ବିଷୟରେ କିଛି ଆଲୋଚନା କଲେ। ଏବେ କୁହନ୍ତୁ, ଆମ ଶରୀର ପାଇଁ କ'ଣ ଜଳ ନିହାତି ଆବଶ୍ୟକ? ଶରୀର ପାଇଁ ଜଳର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ। ଆମ ଶରୀରର ଓଜନର 3 ଭାଗରୁ ପ୍ରାୟ 2 ଭାଗ ହେଉଛି ଜଳ। ଜଳ ବିନା ଜୀବକୋଷ ମାନେ କାମ କରିପାରିବେ ନାହିଁ। ଜୀବକୋଷର ଭିତର ଓ ବାହାରେ ଜଳ ରହିଛି। ଜଳ ଆମ ଶରୀରର ତାପମାତ୍ରା ରକ୍ଷା କରିବାରେ ସାହାଯ୍ୟ କରେ ଏବଂ ଆମ ଶରୀରରୁ ଅଦରକାରୀ ପଦାର୍ଥକୁ ମୂତ୍ର ଏବଂ ଝାଳ ରୂପେ ବାହାର କରିଦିଏ। ଜଳ ପିଇବା ସଙ୍ଗେ ସଙ୍ଗେ କ୍ଷୀର, ଚା, କଫି, ସର୍ବତ, ଫଳରସ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଆମ ଶରୀରକୁ ମଧ୍ୟ ଜଳ ଯୋଗାଇଥାନ୍ତି। ତେଣୁ ଶ୍ୱେତସାର, ସ୍ନେହସାର ଓ ପୁଷ୍ଟିସାର ଶରୀରରେ ଜାରିତ ହେଲେ ସେଥିରୁ ମଧ୍ୟ ଜଳ ବାହାରିଥାଏ। ତେଣୁ ପ୍ରତି ବୟସ୍କ ବ୍ୟକ୍ତିଙ୍କ ପାଇଁ ଦିନକୁ ଅନ୍ତତଃ 2.5 ଲିଟର ଜଳ ପିଇବା ଦରକାର। ଯଦି ଦେହରୁ ଅତ୍ୟଧିକ ଝାଳ ବୋହିଲା କିମ୍ବା ଝାଡ଼ା ବାନ୍ତି ହେଇଗଲା, ଦୁର୍ଘଟଣା ଶରୀରରୁ ରକ୍ତକ୍ଷୟ ଘଟିଲା, ସେତେବେଳେ ଜଳର ପରିମାଣଟା ଆମ ଶରୀରରୁ ହ୍ରାସ ପାଏ ଏବଂ ଆମେ ସେତେବେଳେ ତାକୁ କହୁ ଯେ ତାର ଡିହାଇଡ୍ରେସନ ହେଇଗଲା। ଡିହାଇଡ୍ରେସନ କହିବା ଅର୍ଥ ଯେତେବେଳେ ତାର ଆବଶ୍ୟକ ପରିମାଣ ଜଳ ଶରୀରରୁ କମିଗଲା। ତେଣୁ ଜଳ ପିଇକିରି ବା ସେଇ ସମୟ ତାକୁ ସାଲାଇନ ବା ଇଞ୍ଜେକ୍ସନ ଦିଆଯାଇକିରି କିମ୍ବା ରକ୍ତ ନେଇକିରି ତାର ଏଇ ଡିହାଇଡ୍ରେସନ ଯୋଉ ଅବସ୍ଥା ସୃଷ୍ଟି ହେଲା, ସେ ଅବସ୍ଥାକୁ ଏଇଭଳି ଭାବରେ ତାକୁ ମୁକାବିଲା କରାଯାଇଥାଏ। ବେଳେ ବେଳେ ଆମେ ଦେଖୁ ଯେତେବେଳେ ଅତ୍ୟଧିକ ପରିମାଣର ଆପଣଙ୍କର ଝାଡ଼ା ହେଲା, ସେତେବେଳେ ଆମ ଡିହାଇଡ୍ରେସନ ହେଇଯାଏ ଏବଂ ଆମେ କହୁ ଜଳରେ ସାମାନ୍ୟ ଲୁଣ ଟିକେ ପକେଇ ଦିଅ, ଚିନି ଟିକେ ମିଶେଇ ଦିଅ ଏବଂ ଲୁଣ ଚିନି ମିଶେଇ ତାକୁ ପିଇବାକୁ ଦିଅ। ତେଣୁ ବାସ୍ତବରେ ଜଳରେ ଯଦି ସାମାନ୍ୟ ଲୁଣ ଏବଂ ଚିନି ମିଶେଇ ପିଇବାକୁ ଦିଆଯାଏ, ତାହେଲେ ଡିହାଇଡ୍ରେସନ ଯୋଉ ହେଇଥିବ ତା ପାଇଁ ଅଧିକ ଉପକାର ଏଇ ପନ୍ଥାରୁ ହିଁ ମିଳିଥିବ। ଧନ୍ୟବାଦ ସାର୍। ଶୁଣୁଥିଲେ ଖାଦ୍ୟର ପ୍ରକାର ଭେଦକୁ ନେଇ ଏକ ଆଲୋଚନା। ଏଥିରେ ଅଂଶଗ୍ରହଣ କରିଥିଲେ ଅନୁପ ଏବଂ ଜ୍ୟୋତ୍ସ୍ନା।